हाय हेलो नमस्कार मु उत्तम आज पुणी गोटे नुआ वीडियो में आपको स्वागत चलतु आपन को गोटे छुआ सागर मिसेदेवी कथबार्ता करदेवी सी नवम श्रेणी आरंभ करते भल पाइबा आज बयस हो 18 वर्ष कि सी सब भल पाइबा छाड़ी गोटे अलग रास्तार चलते देखिए चलते आम कि मोटिवेट नवा सी कौन कहते डायरेक्ट कथबार्ता हो आसत आज्ञा मुझे कहूली कि जो यहीथरक जो आप घर को जाइए घर को जा भितर केते कौन भल पाया केते कौन आगू जाइला आउे पुणी कौन है पुणी ब्रेकअप कौन है से कथा कहे मूलर आरंभ कर लास्ट पर्यटन ଭଲ ପାଇବା ତ ହେଇଥିଲା। ମୁଁ ବାହାରକୁ ଆସିଲା ପରେ ଯାଇଥିଲି ଗାଁକୁ। आज्ञा आज्ञा ରଜରେ ଯାଇଥିଲି। हाँ ଆଉ ମୁଁ ମୋ ସାଙ୍ଗସାଥି କିଛି ମିଶିକି ବୁଲିବାକୁ ଯାଉଥିଲୁ। ଆଉ ତାକୁ ବୁଲିବାକୁ ଗଲାବେଳେ ମୋ ସାଙ୍ଗ ଗୋଟେ କହିଲା ଯେ ଏ ତୁ ତ ବାହାରେ ରହୁଛୁ ଆଉ କାମ ଦାମ କଲୁଣି ଗୋଟେ ଝିଅ ପିଅ ପଟା। ମୁଁ କଣ ଝିଅ ପିଅ ସେସବୁ ଚକରରେ ଆମର ଥିଲାନି। आज्ञा ଆମର ବେଣୁ ଥିଲା ମୋର ଗୋଟେ ଫାଷ୍ଟ ଗୋଟେ ଲଭ୍ ଷ୍ଟୋରି ଥିଲା ଯେ ନବମରେ। आज्ञा ଆଉ ସେବେ ଗଲା ସେ ଯିବା କତରୁ ଆଉ କିଛି ଇଣ୍ଟରେଷ୍ଟ ଥିଲାନି ସେ ଜିନିଷ। ଆଉ ତାପରେ ଲାଇଫ ଚେଞ୍ଜ କରିବି ବୋଲି ଭାବିଥିଲି। ଆଉ ସିଏ ବି ସାଙ୍ଗ ଛଡା ବି କହିଲା ଭାଇ ତୁ ତା କଥା ଭାବି କେତେ ଦିନ ଆଉ ରହିବୁ, ତୁ ଗୋଟେ ଅଲଗା କିଛି ଦେଖ ନା ମୁଁ ଏନି ତୁ ଖାଲି ଦେଖିଦେ କହିଦବୁ କି ମନେ ଗୋଟେ କର। ଆଉ ସେ କହିଲା ହଉ ଠିକ ଅଛି ମୁଁ କରିଦେବି ତୁ ଚାଲ। ଆଉ ସେଠୁ ସେଇ ଝିଅଟା ଯାଇକି ପ୍ରପୋଜ କଲା ପରେ ଝିଅଟି ନାଇଁ ପ୍ରପୋଜ ତ ହେଇଥିଲାନି। ଆଉ ତା ବୋଲେ ଆମର ପ୍ରପୋଜ ଟା ହେଇଥିଲାନି। ଆମେ ଯାଇଥିଲୁ ଆମେ ବୁଲିବା ପାଇଁ ତାକୁ ଦେଖିଥିଲୁ। ଦେଖିଲା ପରେ ସେ ମୋ ସାଙ୍ଗର ଗୋଟେ ଚିହ୍ନା ପରିଚୟ ଥିଲା ସେଠି ତାଙ୍କ ସାଙ୍ଗ ଭିତରେ ଗୋଟେ ମୋର ସାଙ୍ଗର ଚିହ୍ନା ପରିଚୟ ଥିଲା। ତାକୁ ଯାଇକି ସେ କହିଲା ଯେ ସେ ଝିଅଟାକୁ ମୋ ସାଙ୍ଗଟା ପସନ୍ଦ କରୁଛି ଆଉ ଗୋଟେ କିଛି ଗୋଟେ କରିକି ଗୋଟେ କଥା କରେଦେ। ସେ କହିଲା ଠିକ ଅଛି ମୁଁ ତାକୁ ପଚାରିକି କହିବି। ପଚାରିକି କହିବି କହିଲା। ତାପରେ ଗୋଟେ ଦିନ ଗଲା ମୁଁ ବି ଆଉ କେତେ ମାଇଣ୍ଡ କି ଦେଲିନି। ଛାଡ ସେ ହେଲେ ହବ ନହେଲେ ଆଉ ସାଙ୍ଗସାଥି ବି କହିଲେ ଯେ ହଁ ହେଇଯିବ ତୁ ଆମକୁ ହେଲା ପରେ ପାଟି ଦବୁ। ମୁଁ କହିଲି ହଁ ଠିକ ଅଛି ତ ଯଦି ହେଇଗଲା ତମକୁ ଦେବେ କିଛି ଅସୁବିଧା ନାହିଁ ତମେ କଷ୍ଟ କରି ଥିବି। ଆଉ ତାପରେ ହଉଛି ସେ ଝିଅ ତ କହିଲେ ଯେ ମୁଁ କହିବି ବୋଲି। ଆଉ ତାପରେ କଣ ନା 2 ଦିନ ପରେ ସେ ଝିଅ ମତେ କଲ୍ କଲା। ମୋ ନମ୍ବରଟା ଦେଇଥିଲେ ସେ ଝିଅଟା 2 ଦିନ ପରେ କଲ୍ କଲା। ମୁଁ ଫାଷ୍ଟ ଉଠେଇକି କହିଲି ଯେ ହ୍ୟାଲୋ କିଏ କଣ। ଆଉ ସେ କହିଲେ ଚିହ୍ନା ପରିଚୟ ଦେଲେ। ତାପରେ କତରୁ ଆମର ମାସେ ପର୍ଯ୍ୟନ୍ତ କଥାବାର୍ତ୍ତା ଚାଲିଲା। ଆଉ ମୁଁ ବାହାରକୁ ଆସିଲା ପରେ ସେଇଟା ହିଁ ମେନ୍ କଥା। ବାହାରକୁ ଆସିଲା ପରେ କିଛି ଦିନ କଥା ହେଲା ପରେ ଆଉ ସେ ତାଙ୍କ ଘର ଲୋକ ଜାଣିନେଲେ। ତା ଭାଇ ମତେ ତା ବାପା ମତେ କଲ୍ କରିଥିଲି କଣ ରାଗିଥିଲା ବୋଲି କଲ୍ କରିଥିଲି। ଆଉ ମତେ କଲ୍ କଲେ ଯେମିତି ମୁଁ କହିଲି ହଁ କିଏ ବୋଲି। ସେ କହିଲେ କୋଉଠି କଲ୍ କରିଥିଲେ କଣ କରିଥିଲେ ନା ଫୁଲ ଲାଗିଥିଲା ରଙ୍ଗ ନମ୍ବର କହିଥିଲେ। ଆଉ ସେମାନେ ବି ଡାଉଟ ରେ ଥିଲେ। ଆଉ ତା ଭାଇ କି ବଡ ଭାଇ ତାର ଥିଲା ଗୋଟେ ବଡ ଭାଇ କି ନମ୍ବରଟା ଦେଇଥିଲେ ମୋ ନମ୍ବର। ସେ ମତେ କଲ୍ କରି କହିଲେ ଯେ ତୁ କିଏ କହୁଛୁ ନା କଣ। ମୁଁ ଭାଇ ମୁଁ ରଙ୍ଗ ନମ୍ବର ଲାଗିଥିଲା। କହିଲା ତୁ ଏତେ ଥର କଲ୍ କରୁଛୁ ରଙ୍ଗ ନମ୍ବର ନୁହେଁ ତୁ ସତ କହ କଣ କହ। ମୁଁ ଡରିକି ଆଉ କିଛି କହିଲିନି କାଟିଦେନି। ତାପରେ ସେ ପୁଣି ଥରେ କଲ୍ କଲେ ଯେମିତି ମୁଁ ତାକୁ କହିଲି ଯେ ଏଇଭଳିଆ ହେଇଥିଲା ସେଇଭଳିଆ ହେଇଥିଲା। ଆଉ ଯେ ଏଇଭଳିଆ ହେଇଥିଲା କହିଲେ ସେ ପଚାରିଲେ ଏଇଭଳିଆ ଦୁନିଆଟା କହିଲେ ଭାଷା ବି କିଛି ଖରାପ ୱାର୍ଡ ବି କହିକି କିଛି ଗାଳି ଦେଲେ। ମାନେ ସେଇଠୁ କତରୁ ସେ ବ୍ରେକଅପ୍ ଟି ସରିଗଲା। ବ୍ରେକଅପ୍ ସରିଗଲା। ସେ ଆଜି ପର୍ଯ୍ୟନ୍ତ ଆଉ ଭଲ କରିନାହିଁ। ଆଉ ଇଏ ଥିଲା ସେକେଣ୍ଡ ଟା। ଫାଷ୍ଟ ଲଭ୍ ରେ ବି ସେଇଭଳିଆ କିଛି ଗୋଟେ ବଡ ସୃଷ୍ଟି ହେଇଥିଲା। ତା ବିଷୟରେ ନାରୀଙ୍କ ବିଷୟରେ ଭଲ ପାଇବା ନ ପାଇବା କିଛି କହିବେ କି? ନାରୀ ବିଷୟରେ ଭଲ ପାଇବାଟା ତ କିଛି ଖରାପ ଜିନିଷ ନୁହେଁ। ଭଲ ପାଇବାଟା ବି ଖରାପ ଜିନିଷ ନୁହେଁ କାହିଁକିନା ଭଗବାନ ବି ଭଲ ପାଇଛନ୍ତି। ତାଙ୍କ ଦ୍ୱାରା ସୃଷ୍ଟି ହେଇଛି ଭଲ ପାଇବାଟା। ଆଉ ଆମ କଥା ହଇତ ଗଲେ ଆଜିକା ଡେଟରେ ଯେ ସେଭଳିଆ ଭଲ ପାଇବା ଉପରେ କିଛି କାହା ଉପରେ ମାନେ କହିତେ ଗଲେ 90% ପୁଅ ମାନେ ହେଇକିନା ଭରସା କରୁନାହାନ୍ତି ଭଲ ପାଇବା ଉପରେ। ଆଉ 10% ପୁଅ ମାନେ ଯାହା ଭରସା କରୁଛନ୍ତି। ଆଉ ଭରସା ଉପରେ ନାହିଁ। କାରଣ ହଉଛି ଯେ କିଛିଟା ଝିଅ ଅଛନ୍ତି କହିହବନି ସବୁ ଝିଅ ବୋଲି। କିଛିଟା ଝିଅ ଅଛନ୍ତି ସେଇଭଳିଆ ଆଉ ଯିଏ କି ତାଙ୍କର ଗୁଟେରେ କି ଚଳିବନି। ବୁଝିପାରୁଥିବେ ଗୁଟେରେ ବି ଚଳିବନି। ତାଙ୍କର 4ଟା 6ଟା ଦରକାର। ନା କଣ ଭଲ ପାଇବାଟା ଭଲ କି ନାଇଁ ସେଟା ଖରାପ କଣ ଡାଇଲଗ ଫାଇଲଗ କିଛି ଅଛି କହିହବ? ଭଲ ପାଇବା ଉପରେ କହିତେ ଗଲେ ଗୋଟେ ଡାଇଲଗ ଥିଲା। କଣ ଡାଇଲଗ ଟା? ଯେ ନାରୀ ପଛରେ ରହିଲେ ମଣିଷ ସଫଳ ହୁଏ, ନାରୀ ପଛରେ ପଇଲେ ମଣିଷ ବର୍ବାଦ ହେଇଯାଏ। ଆଜ୍ଞା ଶୁଣିପାରିଲେ ଆପଣ ଏ ପୁରା ଡାଇଲଗଟି ଆରମ୍ଭରୁ ଲାଷ୍ଟ ପର୍ଯ୍ୟନ୍ତ ଯେତିକି ସବୁ କଥା ଶୁଣିଲେ ମନକୁ ଛୁଇଁଥିବ। ଆଜି ପାଇଁ ଆଜ୍ଞା ଏତିକି ରହିଲି। ଜୟ ଜଗନ୍ନାଥ।